गला काइज तुमर आमर नाली पाइज नाली पे बजाई शिरा गोटी मुंडे गोटे हीरा ए हारी गला रे पुचु पुचु गुड्डू तो घर बड़ पो जा भूमि की नहीं जा बाड़ी पटे हाथ धोई आसबू नलू तापर खाइबा खाइबू जा मुझे रखिकी जाऊँ आसिकी खाई नबू खाली कौच हाथ धो गुड़ धो कौन कहले आर सप्ताह हाथ गुड़ धोईकी मेडिकल पड़ता सन्निपात हबनी आइलु आइलु मुझे पोछीदेवी कानी रे जा खाली कहूँ माँ हाथ धोईदे मो माँ सब बेले कहूँ खाली हाथ धोईकी खाइबा खाइबे ताकू किसी जना नहीं तो गलु हाथ पोछी एमती बो आनी एडे मूर्खीटा किछि मास परे पेटटा ना भारी जोरे काटुची खाली झाड़ा होची पेट काटुची मत भारी दुर्बल लगुची लगभग तू तो मो कथा केतबेले शुणुचु बोकीटा सब बेले बिना हाथ दे से जेजेमा कानी रे हाथटा पोछि दबु सब खाइबा खाइ दबु एबे पेट काटले चल बापा को डाकुची एई आसिलो आको दिरे छुंची लगे दे से ठीक हे जबो मुझे नहीं छुंची लगे चल मैं कुछ खाइबा चल चल खाइ हम तो चल 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 आइसक्रीम खाइबा चल ये छुट्टी देखिले यार के 3-4 दिन हेले झाड़ा होती दुर्बल हो गला किछ खाऊ नै कथा माने पुरी पेट काटुची के देखिले हां इछि तुमरो मो पेट तो बहुत जोरे काटुची केते दिन हेलानी काटुची ए 3-4 दिन हो एपर सब किछ खाइथिलो कि नहीं खाइबा पूर्व हाथ धोछ ना मु तो जेजेमा हाथ पोछि दिए मु एमती खाए हो ठीक है तुम जाओ हेटी बस तुम बाबा सहित कथा हो देखो सर आपण पिलार जेहेतु पिलार पेटर इन्फेक्शन जेहेतु आपण पिला खाया पूर्व हाथ धो ना तो केते गुड़िक जीवाणु पेट को जाए पेटर इन्फेक्शन कर पेटर जंत्रणा हो तेणु जो जेहेतु से रोग प्रतिरोधक शक्ति कम थाए तो आपको ध्यान देवा उचित जमीक से हाथ धोई खाइबा खाइबे आज्ञा सर हम ध्यान तू घर धरलु दृश्य 2 बुट्टू ए बुट्टू 7टारे ट्यूशन जीवु जे उठुनु आसिक बेला 6टा हेलानी तो दांत घोसिबु केतबेले खाइबु केतबेले ट्यूशन जीवु केतबेले उठे रह मामा एबे मात्र 6टा बसची एबे उठिले मो कोन करबी जे आ जदी लेट रे उठिबु दांतटा घोसिबु केतबेले और खाइबु केतबेले नले ट्यूशन आसी पाबु मां मते बहुत जोर भोक करलानी उठे ना मामा आगे परे उठिबी 6:45 ହେଇଗଲାଣି ମା ମତେ ଜଲ୍ଦି ଖାଇବାକୁ ଦେ ଦେଲୁ ମା ମାରେ ରହୁନୁ ଏ ଛୁଆଟା ସବୁବେଳେ ମତେ ହଇରାଣ କରେ ତୁ ଆগে ଗଲୁ ଯା ଆगे ଦାନ୍ତ ଘଷିକି ଆସିବୁ ମୁହଁ ଧୋଇକି ଆସିବୁ ତାପରେ ଖାଇବାକୁ ଦେବି ହଉ ହଉ ମୋର ଜଲ୍ଦି ଖାଇବାକୁ ରଖ ଦାନ୍ତ କିଏ ଆଉ ଘଷିବ ଯେ ମୁଁ ସେମିତି ମୁହଁ ଧୋଇକି ଯାଉଛି ସ୍କୁଲକୁ ମା ଦେ ମତେ ଖାଇବାକୁ ଦେ ए बिस्किट खीरटा खाई दे के जल्दी जा स्कूल हां हां एक मास परे
जो कथा भगवान को पाखु डरुଥିଲି ସେଇ କଥା ନା ଦାନ୍ତରେ ପୋକ ଲାଗିଲା ନା ଚାଲେ ସେ ଡାକ୍ତର ମାନଙ୍କୁ ଦେଖେଇକି ଆଣେ ତତେ କିଛି ହବନି ମ୍ୟାଡାମ ଦେଖିବେ ଆମ ମାମୁନିର ପା ପେଟ ଠିକ କରିଦେଲେ ତୁମର ଦାନ୍ତ ଭାରି ଦରଜ ହଉଛି। କେତେ ଦିନ ହେଲାଣି? ମାସେ ହେଲାଣି। ଦେଖିବା ଆସିଲ ଆଙ୍କର ଆରେ ତୁମ ଦାନ୍ତରେ ତ ପୋକ ଲାଗି ଯାଇଛି। କେମିତି ଲାଗିଲା? ତୁମେ ଦୈନନ୍ଦିନ ବ୍ରଶ କରନି କି? କଣ ପାଇଁ? ସ୍କୁଲ ଡେରି ହେଇଯାଏ ମୁଁ ଜଲ୍ଦି ଉଠିକି ପଳାଏ। ଠିକ ଅଛି ତୁମ ମାମା କାହାନ୍ତି? ମ୍ୟାଡାମ ପ୍ରଣାମ କୁହନ୍ତୁ। ଆପଣଙ୍କ ପିଲା ଦୈନନ୍ଦିନ ବ୍ରଶ ନ କରିବା ଦ୍ୱାରା ତା ଦାନ୍ତରେ ଜୀବାଣୁ ଗୁଡିକ ସୃଷ୍ଟି ହେଇଯାଉଛନ୍ତି ଯାହାଫଳରେ କି ତା ଦାନ୍ତରେ ପୋକ ଲାଗିବା ସହିତ ଦାନ୍ତ କ୍ଷୟ ହଉଛି ଏବଂ ପାଟିରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି। ତେଣୁ ଆପଣ ସେ ପ୍ରତି ଟିକେ ଧ୍ୟାନ ଦେବେ ଯେମିତିକି ସେ ଡେଲି ବ୍ରଶ କରିବ ବ୍ରଶ କରିକି ଖାଇବ ଏବଂ ରାତିରେ ଶୋଇଲା ବେଳେ ଆଉ ଥରେ ବ୍ରଶ କରିବ। ଆଜ୍ଞା ମ୍ୟାଡାମ ଆମେ ଧ୍ୟାନ ଦେବୁ। ଆଉ ଗୋଟେ ଏଇ ଦେଖ ପଡିଲାଣି ଦାନ୍ତ ଖରାପ କରିକି ଇଏ ତ ଘଷୁନି ଉପର ସେ ମା ମନା କରୁଛନ୍ତି ତାଙ୍କୁ ଦାନ୍ତ ଘଷିବା ପାଇଁ ଡକ୍ଟର ସଫା କହିଦେଇଛନ୍ତି ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବ ସକାଳୁ ଉଠିକି ଦାନ୍ତ ଘଷିବ ତେଣିକି ମା ଯାହା କହିବା କଥା କୁହନ୍ତୁ। ମୁଁ ତ ଗୋଟେ ପାଠୁଆ ବୋଉ ଆଜି ମୋ ମୁଣ୍ଡ ଉପରେ ଚଢିକି ନାଚୁଛି କହିଲେ ଦେଖିବା ଦିଥର ଦାନ୍ତ ଘଷି ଦାନ୍ତଟା ଘୁରି ଯିବନି ମୋ କଥା ଶୁଣୁନି ମୁଁ ମୋ ଜମାନାରେ ଗୁଡାକୁ ଘଷି ଦେଖ ମୋ ଦାନ୍ତ ପୁରା ଭଲ ଅଛି। ହଉ ହଉ ମାମା ତମେ ସେ କଥା ରଖିଲ। ଦୃଶ୍ୟ 3 दीदी ए दीदी उठुनु କାଇଁ ଲାଗୁଛି ମତେ କେତେ ଟାଇମ୍ ହେଇଛି କି? ଉଠୁନ 9:30 ହେଲାଣି ପୁରା ଶୋଉଛୁ କଣ କନ୍ତିଟା ଭଳିଆ କଣ 9:30 ହେଲାଣି? ତତେ କଣ ଟାଇମ ଜଣା ପଡୁନି? ହଉ ତୁ ବସିଥା ମୁଁ ଖାଲି ରେଡି ହେଇଯାଏ ତାପରେ ଟ୍ୟୁସନ ଯିବି। ଖାଲି ବସ ଓହୋ ମୁଁ କିଏ ଗାଧେଇବ କାଲି ଗାଧେଇଥିଲି ଆଜି ଗାଧେଇବିନି। ଓ କି ପାଣି ଥଣ୍ଡା ଗାଧେଇବିନି। ଆସେ କୁଆଡେ ଗଲୁ? କୁଆଡେ ଯିବା କି? ରେଡି ହେଇଗଲି ଚାଲ ଆଜି ଗୁପଚୁପ ଖାଇଥିଲି। ତୋର ତ ଖାଲି ଗୁପଚୁପ ଖାଇବା ଟିକେ ଖାଇକି ଆସିଲା। ତୋର ଟିକେଟ 50 ଟଙ୍କା ନା ନାଲି 20 ଟଙ୍କା। ହଉ ଚାଲ ମଉସା ଟିକେ ଲଙ୍କା ଲୁଣ ପକଉନ। ଏମିତି କଣ କଞ୍ଜୁସ ହଉଛି ଆଉ ଟିକେ ରାଗ ଦଉନା। ମୋର 10 ଟଙ୍କାର। ନା ନା ମ 20 ଟଙ୍କାର ଖାଇବା ନା ମୁଁ ଖାଇବିନି। ତୁ ଖା ମ ବେଶୀ ରଙ୍ଗଉଛୁ ଖାଇବିନି। ଚାଲ କହୁଛୁ ଖାଇବିନି। ମୋ ସହ ଚାଲ ବେଶୀ କଥା କହୁଛି। ତୁ ଖାଇଦେ। କିଛି ଦିନ ପରେ କଣ ଏତେ କୁଣ୍ଡେଇ ହଉଛି ଯେ? ମା ଦେଖ ନା ସବୁ କଣ ହେଇଛି? ମା ପୁରା ନାଲି ପଡିଗଲାଣି ମୋ ଛୁଆଟା କଣ ହେଇଛି ଏ ସବୁ? ହେଇଛି ସବୁ। ତୁ କଣ ଏ ଦେହଟାକୁ ପୁରା ଫଳେଇ ସାରିଲାଣି ନାଲି ନାଲି କରିକି ମା ମାମୁନି ଦିଦିର ଯୋଉ ପେଟ ହେଇଥିଲା ତାର ଯୋଉ ଭଲ ହେଇଥିଲା ତମେ ସେଇ ଡାକ୍ତର କତିକି ନେଇଯାଅ। ହଉ ଚାଲ ତୋ ବାପାକୁ ଡାକେ ଚାଲ ସେ ନେଇକି ଯିବେ ଡାକ୍ତରଙ୍କ ପାଖକୁ ଆସିଲେ ତମେ ଟିକେ ନେଇଗଲ। କଣ ହେଇଛି ଝିଅ ଏସବୁ କେମିତି ହେଲା? ତୁ ଗାଧଉନୁ ନା କଣ? ଘରେ ମୁଁ ରହୁନି ଯେ କେହି ଟିକେ ଦେଖୁନାହାନ୍ତି ଛୁଆଟାକୁ ଏତେ ସବୁ କଣ ବାହାରିଲାଣି? ପିଠି ପିଠି ସବୁଆଡେ ବାହାର କରି ସାରିଲୁଣି। ଏତେ ବଡ ଛୁଆ ଟିକେ ଯତ୍ନ ନଉନି ତୋ ମା କୁଆଡେ ଗଲା? ତୁ ଜାଣିପାରୁନୁ ଘରେ ଅଛି ଛୁଆଟାକୁ ଟିକେ ଦେଖିପାରୁନୁ? ତୋ ଛୁଆଟା ତୋ ପାଖରେ କାହିଁକି ରଖିଛି? ଛାଡ ଛାଡ ତୋ ସହିତ ଝଗଡା କରି କିଛି ଲାଭ ନାହିଁ। ଚାଲ ଆମେ ହସ୍ପିଟାଲ ଯିବା ଚାଲିଲୁ। ମ୍ୟାଡାମ ନମସ୍କାର। ନମସ୍କାର। ଏ ଛୁଆଟାର ଦେହ ସାରା କଣ ଫଳି ଗଲାଣି ମ୍ୟାଡାମ ଟିକେ ଦେଖିଲେ। ଏମିତି ତୁମର ଦେହ ସାରା ସବୁଠି ହେଇଛି? ସବୁଠି ହେଇଛି ପିଠି ରହିଛି ସବୁଆଡେ ହେଇଛି ପୁଣି କମି ଯାଉଛି ପୁଣି ହଉଛି। କେତେ ଦିନ ହେଲାଣି ଏମିତି ହେଲାଣି? ଆଉ କିଛି ଦେହରେ ଲଗେଇଥିଲ କି? ନା କିଛି
କିଛି ଲଗେଇନି। ତୁମେ ଡେଲି ଗାଧଉଛ? ହଁ ସାଡେ ମିଛ କଥା କହୁଛି, ଜମା ଗାଧଉନି, ଠକଡା କହୁନି ସତ କଥା। ଡେଲି ଗାଧଉଛ କି? କଣ ପାଇଁ ଗାଧଉନ? ଦିନରେ ଥରେ ଗାଧାଏ। ଠିକ ଅଛି, ବଟ୍ ତୁମେ ଶୁଣ, ଯେହେତୁ ତୁମେ ଦୈନନ୍ଦିନ ନ ଗାଧଉଛ ତୁମ ବଡିରେ ସେଥିପାଇଁ ଏମିତି ସବୁ ନାଲି ନାଲି ହେଇକି ପଡିଯାଇଛି। ୟାକୁ କୁଣ୍ଡିଆ ରୋଗ କହନ୍ତି। ଯଦି ତୁମେ ପରିଷ୍କାର ପରିଚ୍ଛନ୍ନ ନ ରହିବ ତାହେଲେ ତୁମ ବଡିରେ ଏମିତି ସବୁଠି ହେଇଯିବ। ଆଉ ମୁଁ ଗୋଟେ ଲୋସନ ଲେଖି ଦଉଛି, ସେଇଟା ନେଇକି ଲଗେଇବ ରାତିରେ, ଆଉ ସକାଳେ ଉଠି ତୁରନ୍ତ ଗାଧେଇବ। ତ ସେଇଟା ଲଗେଇଲା ବେଳେ ତୁମେ ସାବୁନ ୟୁଜ କରିବ ନାହିଁ। ତାପରେ ଠିକ ଆଉ କଣ କୁଣ୍ଡେଇ ହେବା ସହିତ ମୋ ପେଟ ବି କାଟୁଛି। ଆଚ୍ଛା, ତୁମେ କିଛି ବାହାର ଖାଦ୍ୟ ଖାଉଛ କି? ମୋର ତ ଫେଭରାଇଟ ଗୁପଚୁପ। ଆଚ୍ଛା, ତୁମେ ଯୋଉ ଗୁପଚୁପ ବାଲାଙ୍କ ପାଖରେ ଯୋଉ ଗୁପଚୁପ ଖାଉଛ, ତାଙ୍କ ହାତରେ ଯୋଉ ମଇଳା ଗୁଡିକ ତୁମ ପେଟକୁ ଯିବା ଦ୍ୱାରା ତୁମ ପେଟରେ ଇନଫେକ୍ସନ ହେଉଛି, ସେପାଇଁ ତୁମ ପେଟରେ ଯନ୍ତ୍ରଣା ହେଉଛି। ଗୁପଚୁପ ଖାଇପାରିବିନି? ହଁ, ନା ନା, ଜମା ଖାଇବନି। ତୁମେ ଘରୋଇ ଖାଦ୍ୟ ହିଁ ଖାଇବ, ଯୋଉଟା କି ତୁମ ପରିଷ୍କାର ଭାବରେ ତୁମ ମା ବନଉଛନ୍ତି ତୁମ ପାଇଁ। ବୁଝିଲୁ ତ? ଖାଲି ତ ଏଇଟା ସେଇଟା ଖାଇବୁ। ଧନ୍ୟବାଦ। ଦୃଶ୍ୟ 4। ଜେଜେମା ଲୋ, ଏ ଜେଜେମା ମତେ ଝାଡା ଲାଗିଲାଣି। ଏଇ ଗୋଟେ କଥା, ଆମର ତ ଏତେ ବଡ ବାଡି ପଡିଛି, ଚାଲେ ସେଇଠି କରିବୁ, ଚାଲେ। କିଛି ସମୟ ଗଲା ପରେ ମା, ଏ ମା, କହ, କଣ ହେଲା? ମୋର ନା ପରିସ୍ରା କଲା ବେଳେ ମୋର ଜଳା ପୋଡା ହଉଛି ଭାରି। ତୁ ପାଣି ପିଉନୁ କି ଠିକ ସେ? ପାଣି ତ ପିଉଛି। ଏ ମା, ସେ ମାଙ୍କ କଥା ଶୁଣି ସବୁବେଳେ ସେ ବିଲ ଆଡେ ଯାଉଛି ସବୁ କାମ କରିବା ପାଇଁ। ସେ ମଳତ୍ୟାଗ କଲା ବେଳକୁ ବିଲକୁ, ସବୁବେଳେ ସେ ମା ଟା ପଠେଇଦେବେ ବିଲକୁ। ମୁଁ କହୁଛି ସେ ସ୍ୱଚ୍ଛ ଭାରତ ଅଭିଯାନରେ ଦେଇ ଯାଇଛନ୍ତି ଆମ ସରକାର ଗୋଟେ ଭଲ ପାଇଖାନା ଘର, କି ସେଇଟା ଆମେ ୟୁଜ କରିବା, ବ୍ୟବହାର କରିବା ନା। ମାଙ୍କର ତ ସେଇ ପୁରୁଣା କାଳିଆ ଯୁଗର କଥା। ହେଲେ ମା, ବାହାରେ ତ ଭଲ ପବନରେ ଭଲ ମୂର୍ଖ କଥାବାର୍ତ୍ତା ସବୁବେଳେ। କଣ କହିମି ମୋ ବୋଉଟା କଥା। ଆପଣ କୁହନ୍ତୁ, ମୋ ଘରେ ଠାକୁର ପୂଜା ହଉଛି, ସେଇ ଠାକୁର ପୂଜା ଘରେ ସିଏ ଝାଡା ଫେରିତେ ଯିବ? ଏଇଟା ଗୋଟେ କଥା? ମୋ ପାଠୁଆ ବୋଉ ମୋ ମୁଣ୍ଡ ଉପରେ ନାଚିଲାଣି। ଆପଣ ମାନେ ଏଇଭଳିଆ ପାଠୁଆ ବୋଉ ଆଣିବେନି, ବୁଝିଲେ? ମା, ଆପଣ ସିନା ଆପଣଙ୍କ ପୁରୁଣା ବେଳର କଥା କହିଦେଲେ, ଏବେ ଦୁନିଆ ବଢିବା ସହିତ ବିଭିନ୍ନ ପ୍ରକାର ରୋଗ ବି ହଉଛି। ଯଦି ଆପଣ ଦେଖିଲେ, ଆପଣଙ୍କ ଜଣକ କାନିରେ ହାତ ପୋଛି ଦେଲେ, ମୋ ଛୁଆଟି ବେମାର ହେଇକି ପଡିଲା। ପୁଣି ଏଇ ଦାନ୍ତ ଘଷିବା ଦେଖୁନାହାନ୍ତି, ମୋ ଛୁଆର ଦାନ୍ତରେ ପୋକ ଲାଗିଗଲା। ମୋ ସ୍ୱାମୀଙ୍କଠୁ ମୁଁ ହିଁ ଖାଲି ଗାଳି ଶୁଣୁଛି। 3ଟା ଛୁଆ ମୋର ରୋଗରେ ପଡିକି ଦେହ ଖରାପ କରି ଘରେ ବସିଛନ୍ତି। ଆମେ ଆଉ କଣ ଆମ ଜମାନାରେ ବଞ୍ଚୁ ନଥୁନୁ? ମୁଁ କେତେ ବୁଢୀ ହେଲିଣି ଦେଖୁନୁ। କଥା କହୁଛି ମତେ ଏଇଠି। ଜେଜେମା, ଛୋଟ ପିଲା ବା ଘରର ଠାକୁର, ଆଉ ଠାକୁର ଛୋଟ ପିଲା ଯଦି ଅସୁସ୍ଥ ରହିବେ ତାହେଲେ ଠାକୁର ଖୁସି ହେବେ କେମିତି? ହଁ, ସେଇଟା ତ ମା ଠିକ କଥା। ହଉ, ତ ମା ବୁଦ୍ଧିରେ ମୁଁ ତାହେଲେ ଚାଲିମି। ଏଇଥିରେ ତୁମେ ମାନେ କଣ ଜାଣିଲ କି ଆମେ ବାହାରେ ମଳତ୍ୟାଗ କି ପରିସ୍ରା କରିବା ନାହିଁ, ଯାହାଦ୍ୱାରା କି ଆମ ପରିସ୍ରାଗାର ଇନଫେକ୍ସନ ହେଇଥାଏ ଏବଂ ଆମକୁ ଯନ୍ତ୍ରଣା ମଧ୍ୟ ହେଇଥାଏ। ସେଥିପାଇଁ ଆମେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନାକୁ ୟୁଜ କରିବା ଦରକାର ଏବଂ ତାକୁ ଭଲ ଭାବରେ ପରିଷ୍କାର ମଧ୍ୟ ରଖିବା ଦରକାର ଏବଂ ନିଜ ସହିତ ସମସ୍ତଙ୍କୁ ଏହି ପ୍ରକାର ପରାମର୍ଶ ଦେବା ଉଚିତ।